ଭିଜିଲାନ୍ସ ଜାଲରେ ଆଠମଲ୍ଲିକ ତହସିଲର ବରିଷ୍ଠ କିରାନୀ ସତ୍ୟବ୍ରତ ନାୟକ 20,000 ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କେନ୍ଦୁପାଟି ଗ୍ରାମର ଚରଣ ନାୟକଙ୍କଠାରୁ ଜମି ବାଡ଼ି ଭାଗ କରି ପଟ୍ଟା ଯୋଗାଇ ଦେବା ପାଇଁ 20,000 ଟଙ୍କା ଲାଞ୍ଚ ମଗାଯାଇଥିଲା। ସେହି ଲାଞ୍ଚ ଟଙ୍କା ନେବା ପାଇଁ ସେ ରଥସାହିରେ ରହିଥିବା SBI ବ୍ୟାଙ୍କ ATM ନିକଟକୁ ଯାଇଥିଲେ। SBI ATM ନିକଟରେ 20,000 ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଛକି ବସିଥିବା ଅନୁଗୁଳ ଭିଜିଲାନ୍ସ ଟିମ୍ ତାଙ୍କୁ ସେଠାରେ ମାଡ଼ି ବସିଥିଲା। ସୂଚନାଯୋଗ୍ୟ ଯେ ଜମି ଜମା ରେକର୍ଡ, ଜମି ମାଲିକାନା ଇତ୍ୟାଦି ପାଇଁ ଆଠମଲ୍ଲିକରେ ଲୋକେ ବହୁତ ହଇରାଣ ହେଉଥିଲେ। ଶୁକ୍ରବାର ଚରଣ ନାୟକଙ୍କଠାରୁ ଜମି ବାଡ଼ି ଭାଗ କରାଇ ଦେବା ପାଇଁ 20,000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଅନୁଗୁଳ ଭିଜିଲାନ୍ସ ଟିମ୍ ହାତରେ ଧରା ପଡ଼ିଥିଲେ ଆଠମଲ୍ଲିକ ତହସିଲ କିରାନୀ ସତ୍ୟବ୍ରତ ନାୟକ। ଅଭିଯୋଗକାରୀ ଚରଣ ନାୟକଙ୍କ କହିବା ଅନୁସାରେ ସେ ଦୀର୍ଘ 6 ମାସ ହେଲା ଆଠମଲ୍ଲିକରେ ତାଙ୍କ ଜମି ଭାଗ କରିବା ପାଇଁ ଦୌଡ଼ୁଥିଲେ ଏବଂ ହଇରାଣ ହେଉଥିଲେ। ଏହାକୁ ନେଇ ସେ ଅନୁଗୁଳ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ଏବଂ ଭିଜିଲାନ୍ସଙ୍କ ପ୍ରସ୍ତୁତି ଅନୁଯାୟୀ ଆଠମଲ୍ଲିକ ରଥସାହି ନିକଟରେ ଥିବା SBI ATM ନିକଟରେ ଚରଣ ନାୟକଙ୍କୁ ଧରାଯାଇଥିଲା। କିରାନୀଙ୍କୁ ନାଁରେ ଥିଲା, ଆମେ ଆମ ନିଜ ବାପା ମା ନାଁରେ ଆଣୁଥିଲୁ। ଏମିତି ହେଇକି 6 ମାସ ହେଲାଣି କାଗଜପତ୍ର ଦେଇଥିଲୁ ତହସିଲରେ, ହେଇପାରୁନି, ଦୌଡ଼ିବେ ପରାସ୍ତ। ତାପରେ ସତ୍ୟବାବୁ ଆମର ଥିଲେ କିରାନୀ। କୋଉଠି ଥିଲେ, କ'ଣ ଥିଲେ ସେ କ'ଣ ଥିଲେ କହିପାରିବେନି, ସେ ନୋଟିସକାରୀ। ସେ ମୋତେ କହିଲେ 20,000 ଟଙ୍କା ନଦେଲେ ତ କାମ ପଡ଼ି ରହିବ। ସେଥିପାଇଁ ମୁଁ ଆଉ ପରାସ୍ତ ହେଇକି ବିଜନେସ୍ ଡାକିକି କାମଟା କରିଲି। ଆଉ ଆଜି କେମିତି କ'ଣ ଧରା ପଡ଼ିଲେ? କେମିତି ଆଜି ମୁଁ ପଇସା ଦେଲା ଟାଇମ୍ରେ ଧରା ପଡ଼ିଗଲେ। ବିଜନେସ୍ କହିଲେ କେତେ ହଜାର ଟଙ୍କା ଦେଉଥିଲେ? 20,000 ଟଙ୍କା ଦେଉଥିଲେ। ଏନେ ତହସିଲଦାରକୁ ଜଣାଇଥିଲେ ଆପଣ? ହଁ, ତହସିଲଦାରକୁ ବି ମୁଁ ଯାଇକି ମଝିରେ କହିଥିଲି ମୋ ନୋଟିସ୍ଟା ଯାଉନି ବୋଲି, କିନ୍ତୁ କେହି ଶୁଣିନଥିଲେ। ନାଇଁ, ସାର୍ କହିଲେ ହଁ ଯିବ କହିକି ରହିଛି ଆଉ ଗଡ଼ଉଥିଲେ। ହଁ, ଠିକ୍ ଅଛି। ଆପଣଙ୍କ ନାଁଟା? ଚରଣ ନାୟକ। ଠିକ୍ ଅଛି। ତାହେଲେ ସତ୍ୟପ୍ରତ ନାୟକ ଜଣେ ଆପଣ ତହସିଲ ଅଫିସ ଷ୍ଟାଫ୍ ଧରା ପଡ଼ିଲେ, ସେ କ'ଣ ଥିଲେ, କ'ଣ ତାଙ୍କ ପୋଷ୍ଟ କ'ଣ ଥିଲା ସାର୍? ଏବେ ଖବର ମିଳିଛି ଅଫିସରେ ସତ୍ୟପ୍ରିୟା ନାୟକ ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଅଛନ୍ତି। ସେ ତାଙ୍କର ହେଇଛି ବିଭିନ୍ନ ସମୟରେ ଗୋଟେ ସାର୍ ଅଭିଯୋଗ ଆସୁଛି ମ୍ୟୁଟେସନ୍ କେସ୍ କଲା ବେଳକୁ ଲୋକଙ୍କୁ ହଇରାଣ କରୁଛି। ଯେହେତୁ ସେ ଆଜି ସେ ହଇରାଣ ହେଲା ବୋଲି ସେ ଭିଜିଲାନ୍ସ ଦ୍ୱାରସ୍ଥ ହେଲା, ଏଭଳି କିଛି କେସ୍ ଆଗରୁ ଅଛି ଆପଣଙ୍କ ନଜରରେ? ଏମିତି ତ ଏତେ ପର୍ଯ୍ୟନ୍ତ ଆମେ ସ୍ୱଚ୍ଛତା ଭାବରେ କାମ କରିବା ଚାହୁଁ। ଯେତେବେଳେ ମିଟିଂ ଲୋକଙ୍କୁ ବିନା ହଇରାଣ କରିକି ବିନା କୌଣସି ପ୍ରକାର ସ୍ୱାର୍ଥ କାମ କରିବା ଅଛି। ଟ୍ରାନ୍ସପାରେନ୍ସି ମେନ୍ ସ୍ପିରିଟ୍ ଠିକ୍ ଅଛି, ଥ୍ୟାଙ୍କ ୟୁ।